ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ବଡ଼ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ତେଲ୍ ଆବିବ୍ ଆପଣ ଥମ୍ବନେଲ୍ରେ ନିହାତି ଆପଣ ଦେଖିଥିବେ। ଆଉ ଯେଉଁ ଭିଡ଼ିଓକୁ ଆପଣ କ୍ଲିକ୍ କରିକି ଏଠାରେ ପହଞ୍ଚିଛନ୍ତି, ଆମେ ସେଇ ଭିଡ଼ିଓକୁ ହିଁ ଆମେମାନେ ଦେଖିବା। ବର୍ତ୍ତମାନ ଆପଣ ଯାହା ଦେଖାଉଛନ୍ତି ୟା ନାଁ ହେଉଛି ତେଲ୍ ଆବିବ୍। ଆଉ ଇଏ ହେଉଛି ଇସ୍ରାଏଲର ଯେତେ ବି ଜାଗା ରହିଅଛି ସେମାନଙ୍କ ମଧ୍ୟରେ ଏକ ସୁନ୍ଦର ସହର ହେଉଛି ତେଲ୍ ଆବିବ୍। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣ ଚାହୁଁଛନ୍ତି ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ କେଉଁ ଜାଗାରେ ଲେଖା ଅଛି ତେଲ୍ ଆବିବ୍ ବିଷୟରେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଜିହିଜିକଲ୍ ତା'ର 3 ପର୍ବର 15 ପଦ ଯଦି ପଢ଼ିବେ, ସେଠାରେ ଜିହିଜିକଲ୍ ଭବିଷ୍ୟତ ବକ୍ତା ସେ କହୁଛନ୍ତି, ମୁଁ ତେଲ୍ ଆବିବ୍ ରେ ମୁଁ କ'ଣ କରିଥିଲି, ମୁଁ ଠିଆ ହୋଇଥିଲି କବାର ନଦୀ କୂଳରେ ମୁଁ ଠିଆ ହୋଇଥିଲି। ଆପଣ ପଢ଼ନ୍ତୁ, ଆଉ ସେଠାରେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ମିଳିଯିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି ଯେ ଆପଣ ଇସ୍ରାଏଲ ଦେଶ କିପରି ଯିବେ। ମାନେ ହୁଏତ ପୂର୍ବ ଭିଡ଼ିଓମାନଙ୍କରେ ବି ମୁଁ ଆପଣଙ୍କୁ କେତେଥର ମୁଁ ଜଣାଇଛି, ତଥାପି ଅନେକ କମେଣ୍ଟ ଆସେ ଯେ ଦୟାକରି କୁହନ୍ତୁ ଯେ ଆମେ ଇସ୍ରାଏଲ ଦେଶ କେମିତି ଯିବା, ସେଠି ଗଲେ କେତେ ଖର୍ଚ୍ଚ ହେବ, କେଉଁଠି ରହିବା। ଆଜିର ଭିଡ଼ିଓରେ ମଧ୍ୟ ମୁଁ ରିପିଟ୍ କରିବା ପାଇଁ ଚାହେଁ। ଯଦି ଆପଣ ଶୁଣି ନାହାନ୍ତି, ତେବେ ଆଉ ଥରେ ଆପଣ ଶୁଣିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଏଇ ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ, ଏନ୍ଜୟ କରିଥାନ୍ତୁ। ତାପରେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ପ୍ରକୃତରେ ସେଠାରେ କେମିତି ଯିବାକୁ ହୁଏ, ତେବେ ସମସ୍ତ ବିଷୟ ମୁଁ ଜଣାଇବି। ଏଇଠି ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଗୋଟେ ମାର୍କେଟ। ଏଠି ଜଳଖିଆ ମିଳେ। ଆଉ ଯେମିତିକି ଆମର ଭାରତବର୍ଷରେ ବିଭିନ୍ନ ଜଳଖିଆ ଦୋକାନ ଅଛି। ସପିଂ ମଲ୍ ଗୁଡ଼ିକରେ ବି ଆପଣ ପାଇବେ। ଆମର ଭାରତବର୍ଷରେ ବି ଅନେକ ଜାଗାରେ ଏମିତି ଅଛି। ଆଉ ଏଠି ମଧ୍ୟ ଏମିତି ରହିଅଛି। ଆପଣ ଯଦି କେବେ ଯାଉଛନ୍ତି ତେଲ୍ ଆବିବ୍, ତେବେ ସପିଂ ମଲ୍ ଭିତରେ ଆପଣଙ୍କୁ ସବୁ ମିଳିଯିବ। ମାନେ ଇଏ ହେଉଛି ଗୋଟେ ବହୁତ ବଡ଼ ଭେରାଇଟି ଷ୍ଟୋର୍ କହିଲେ କୌଣସି ଭାବରେ ଭୁଲ ହେବ ନାହିଁ। ମାନେ ଏଇ ଜାଗାରେ ଆପଣ କପଡ଼ା ଠାରୁ ଆରମ୍ଭ କରିକି କସ୍ମେଟିକ୍ ଜିନିଷ ଠାରୁ ଆରମ୍ଭ କରିକି ଖାଇବା ପିଇବା ସବୁକିଛି ଏଠାରେ ଆପଣଙ୍କୁ ମିଳିବ। କିନ୍ତୁ ଏଠାରେ ରେଟ୍ ଟିକେ ଅଧିକ ଅଟେ। ଆମର ଭାରତୀୟ ରେଷ୍ଟୁରାଣ୍ଟ ତୁଳନାରେ ମାନେ ଏଠି ରେଟ୍ ଟିକେ ଅଧିକ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ତେବେ ଏଇଟା ଦେଖନ୍ତୁ, ଏଠି ସବୁକିଛି ମିଳେ। ଏଇ ସପିଂ ମଲ୍ରେ ଆପଣଙ୍କୁ ସବୁକିଛି ମିଳିପାରିବ, ଆଉ ଯେଉଁଟାକି ଆପଣ ବର୍ତ୍ତମାନ ଦେଖୁଅଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଅଛି ଯେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ସେଠାରେ ଗଲେ କେତେ ଖର୍ଚ୍ଚ ହୁଏ କି କେମିତି ଯିବା, ଏ ସମସ୍ତ ବିଷୟ ମୁଁ ଆପଣଙ୍କୁ ଜଣାଇବି। ତେବେ ଯଦି ଆପଣ ସେଠି ଯିବା ପାଇଁ ପ୍ଲାନିଂ କରୁଛନ୍ତି, ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଭିସା ଏବଂ ପାସପୋର୍ଟ ଆପଣଙ୍କୁ ରେଡ଼ି କରିବାକୁ ପଡ଼ିବ। ଭିସା କେଉଁ ଜାଗାରେ ଆପ୍ଲାଏ କରାଯାଏ, ପାସପୋର୍ଟ କେଉଁଠି ହୁଏ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଶୁଣନ୍ତୁ। ଆପଣଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ। ଆଉ ଯଦି ଆପଣ ଦିଲ୍ଲୀ ଯିବା ପାଇଁ ଚାହୁଁନାହାନ୍ତି, ତେବେ ଆପଣଙ୍କର ଯେଉଁ ରାଜଧାନୀ ଅଛି ଆପଣଙ୍କର, ଆଉ ସେଇଠି ଟିକେ ବୁଝିଦେବେ, ମାନେ କେଉଁଠି ବିଦେଶକୁ ଯିବା ନିମନ୍ତେ ପାସପୋର୍ଟ ଏବଂ ଭିସା ପାଇଁ ଆପ୍ଲାଏ କରାଯାଏ। ଯଦି ସେଠାରେ ଯଦି ନ ହେଉଥିବ, ତେବେ ଆପଣଙ୍କୁ ନିହାତି ଭାବରେ ଦିଲ୍ଲୀ ଯିବାକୁ ପଡ଼ିବ। ଆଉ ଏହା ହେଉଛି ବହୁତ ବଡ଼ ଗୋଟେ ପ୍ରୋସେସିଂ। ଆପଣ ଯେହେତୁ ଏତେ ବାଟ ଯିବେ, ତେବେ ବହୁତ କିଛି ପ୍ରୋସେସିଂ ରହିଅଛି। କାରଣ ଇଣ୍ଡିଆ ଭିତରେ ହେଇଥିଲେ କିଛି ଅସୁବିଧା ନାହିଁ। ଆପଣଙ୍କର ଆଧାର କାର୍ଡ଼ ହିଁ ଯଥେଷ୍ଟ, ଆପଣ ଯଦି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଯଦି ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଛନ୍ତି, ଭିସା ଏବଂ ପାସପୋର୍ଟ ପୁରା
कंपलसरी पूरा बाध्यतामूलक करने निमंते निहाती बाध्य। तेबे आपण कौन करेंगे वीसा पासपोर्ट अप्लाई करेंगे ता सहित प्लेन टिकेट मध्य करेंगे। आपण केते तारिख जाउछंती से अनुसार आपण प्लेन टिकेट करेंगे एरोप्लेन टिकेट। आउ एरोप्लेन टिकेट बहुत रेट आउ जीवा आसवाटा केवल आपणकर 2.5 लाख रु 3 लाख मान खर्च हो खाली टिकेट भड़ा खाली खर्च हो 2.5 लाख रु 3 लाख। आउ जदि आपण सेठार रहीकि आपण सेठी रहिबे रहीकि विभिन्न जगह गुड़िकर बुलाबुली करेंगे आ से मत एक्स्ट्रा खर्च हम माने गोटे गोटे दिनर माने होटेल भड़ा भी बहुत अधिक। हाँ प्रिय बंधुगण होटेल भड़ा हो बहुत आपण जो बुलाबुली करेंगे मिनिमम तो आपण निहाती भाव में 15-20 दिन प्लानिंग करके जिवे कारण सांगे सांगे जाइए सांगे सांगे फेरी आसिले कौन से मजा आसब ना किसी लाभ ना। आपड़ जाऊँच एत दूर माने बाइबल रिलेटेड जेते जगह अच्छे सबु जगह को बुलिक आसतु से अनुसार प्लानिंग करके जिवे। आप 15 दिन रे कि मासे रे से अनुसार प्लानिंग करेंगे। तापर आउ गोटे विषय आपन को मनी एक्सचेंज कराया पड़ो जमती आमर भारतीय मुद्रा ना हूँ रुपी बा ताको आमे टंका बोली कही थाउ किंतु विदेश रे टंका चलिबा नाही सेठी तांको देशर मुद्रा ही व्यवहार कराया पड़ो। आपण जेकोसी दुकान को जिवे तांको देशर मुद्रा रे ही कारोबार कराया पड़ो। आ तांको देशर मुद्रा ना हूँ सेकल गोटे सेकल रो मूल्य हूँ 28 रु 30 टंका गोटे सेकल। आ जदि आपण जदि लक्षे टंका जदि एक्सचेंज करती तबे आपण को केते मिलिबो 30,000 आपन को मिलिबो 3,000 नहीं आपण गोटे सेकल होची जदि 28 टंका तेबे से अनुसार आपण देखिए लक्षे टंका को एक्सचेंज कले माने केते टंका पड़ुछि माने केते टंका हबो आ से अनुसार आपन को एक्सचेंज कराया पड़ो मनी एक्सचेंज कराया पड़ो। आ जदि आपण एठाकु जाउछंती एठारु आपनकर इंडिया भितर कौन सी थाना रे क्रिमिनल रेकर्ड नथिबा दरकार थानार गोटे क्लीयरेंस दरकार ए समस्त बहुत किसी प्रोसेसिंग रही आसे। आपन सेठार पहुँचे पहुँचिकी गोटे होटेल रे रहिबे होटेल भड़ा भी बहुत आ होटेल रे खाइबे होटेल रे खाइबा भी बहुत रेट। आउ जदि चाहूँगी आपन अल्प खर्च से चलिया पाई तेबे आपन को निजे रोषे करा पड़ो से सबकि जिनपतर किणवा ही पड़ो कि जदि आप बुझे जदि भड़ारे जदि किए दौरान तेबे आपन को आहरी सुविधा हम आ सबकि माने जोगाड़ करिकी सेठी आपन को रोषे करा पड़ो। जदि आप चाहूँगी होटेल न रहीकि कम खर्च रही तेबे प्रिय बंधुगण तार अलग व्यवस्था रही अछि। आपणकर से पांथशाला आमर भारत वर्ष जमती पांथशाला रही अच्छे सेमती आपन को रहा पड़ो किंतु गोटे घर भितर बहुत लोक आपन को एडजस्ट करके रहा पड़ो गोटे घर भितर। आ जदि आपन चाहूँगी भलरे कंफर्टेबली जदि रही तबे होटेल बुकिंग करवाटा सबुठारु बेस्ट हम बेटर हम। तबे प्रिय बंधुगण आउ जदि आपन कौन से बाइबल रिलेटेड कौन सी जगह को आपन जाउछंते तेबे आपन टैक्सी रे जाई पारंती टैक्सी भड़ा करि परिबे जेकोसी गाड़ी भड़ा करि परिबे किंतु मोर सजेशन होची आपन बस रे किमा ट्रेन रे आपन जानतु कम खर्च रे आपन पहुँची जिवे। हाँ प्रिय बंधुगण
ଟ୍ୟାକ୍ସି ଗୋଟେ ଭଡ଼ା କଲା ମାନେ କେତେ ଖର୍ଚ୍ଚ ହେବ ଆପଣ ନିହାତି ଜାଣିଥିବେ। ଆଉ ସେଇଟା ପୁଣି ବିଦେଶ, ଇସ୍ରାଏଲ ଦେଶ। ଆପଣ ଟ୍ରେନରେ ଯାଇପାରିବେ, ବସ୍ରେ ବି ଯାଇପାରିବେ, କୌଣସି ସେୟାରିଂ ଟ୍ୟାକ୍ସିରେ ବି ଆପଣ ଯାଇପାରିବେ। ମାନେ ଯେଉଁ ଗୋଟେ ଟ୍ୟାକ୍ସିରେ ଯେମିତି 6 ଜଣ 7 ଜଣ ବସିପାରୁଥିବେ, ହେଲେ ଆପଣଙ୍କୁ ଅଳ୍ପ ଖର୍ଚ୍ଚରେ ଆପଣ ଯିବା ଆସିବା କରିପାରିବେ। ତେବେ ପ୍ରିୟ ବନ୍ଧୁ କ'ଣ ଏମିତି ଭାବରେ ରହିଅଛି, ଆପଣ ସେଠାରେ ପହଞ୍ଚିଲା ପରେ ଏମିତି ଯିବା ଆସିବା କରିବେ, ହୋଟେଲରେ ରହିବେ। ଆଉ ସବୁଠାରୁ ଭଲ ହେବ ଆପଣ ଯଦି ଫାର୍ଷ୍ଟ ଟାଇମ୍ ଯାଉଛନ୍ତି, ନିଶ୍ଚିନ୍ତ ଭାବରେ ଗୋଟେ ଗାଇଡ଼କୁ ପାଖରେ ରଖିଲେ ଭଲ, ଯିଏକି ଆପଣଙ୍କୁ କହିବ ହୋଟେଲ କେଉଁଠି, ତାପରେ ବାଇବେଲ ରିଲେଟେଡ଼୍ ଜାଗା ଗୁଡ଼ିକ କେଉଁଠି, ଯେମିତି ଜର୍ଦ୍ଦନ ନଦୀ କେଉଁଠି ଅଛି, ଗାଲିଲି ସମୁଦ୍ର କୂଳ କେଉଁଠି ଅଛି, ଗେଥସେମନେ ବଗିଚା କେଉଁଠି ଅଛି, ସେ ଆପଣଙ୍କୁ ସବୁ ବତେଇବ, ରାସ୍ତା ଆପଣଙ୍କୁ ଦେଖାଇବ। ଆଉ ଏଥିପାଇଁ ସେ କିଛି ଚାର୍ଜ ଆପଣଙ୍କୁ କରିବ, କିଛି ପଇସା ନେବ ଆପଣଙ୍କଠୁ, କିନ୍ତୁ ଆପଣଙ୍କର ଯିବା ଆସିବା ସବୁକିଛି ମାନେ ଆପଣ ଟେନସନ୍କୁ ଟିକେ ସେ ଦୂର କରିଦେବ। ମାନେ କେମିତି ଯିବେ, କେମିତି ଆସିବେ, ସବୁକିଛି। ତେବେ ପ୍ରିୟ ବନ୍ଧୁ କ'ଣ, ଆଉ ଯଦି ଆପଣ ହୋଟେଲ ବୁକିଂ କରିବା ପାଇଁ ଚାହୁଁଛନ୍ତି, ମୋର ସଜେସନ୍ ହେଉଛି ଆପଣ ଯେଉଁ ଡେଟ୍ରେ ଯିବେ, ଆପଣଙ୍କ ଭିସା ପାସପୋର୍ଟ ରେଡ଼ି ହୋଇଗଲା, ଆପଣଙ୍କର ଧରାଯାଉ ଟ୍ରେନ୍ ଟିକେଟ୍ ବି ରେଡ଼ି ହୋଇଗଲା, ପ୍ଲେନ୍ ଟିକେଟ୍ ରେଡ଼ି ହୋଇଗଲା, ସେଇ ଅନୁସାରେ ଆପଣ କ'ଣ କରିବେ, କେଉଁ ଦିନ ପହଞ୍ଚିବେ, ସେଇଦିନ ଆପଣ ଗୋଟେ ହୋଟେଲ ବୁକିଂ କରିବେ ଅନଲାଇନ୍। ମାନେ ଆମର ଇଣ୍ଡିଆରୁ ଥାଇକି ଆପଣ ଅନଲାଇନ୍ ଯଦି ଟିକେଟ୍ ବୁକିଂ କରିଦେବେ, ହୋଟେଲ ଯଦି ବୁକିଂ କରିଦେବେ, ତେବେ ଆପଣ ଏଠୁ ଯାଇକି ସେଠି ଓହ୍ଲାଇଲା ପରେ ସାଙ୍ଗେ ସାଙ୍ଗେ ହୋଟେଲକୁ ଯାଇକି ରହିପାରିବେ। ଏଠୁ ଓହ୍ଲାଇଲେ ସେଠି ରହିଲେ କିଛି ଅସୁବିଧା ନାହିଁ, କିନ୍ତୁ ଓହ୍ଲାଇକି ସାଙ୍ଗେ ସାଙ୍ଗେ ହୋଟେଲ ଖୋଜିକି ମିଳିବାଟା ଟିକେ ଟାଇମ୍ ଲାଗିବ। ଏମିତି ନାହିଁ ଯେ ମିଳିବ ନାହିଁ, ମିଳିବ, କିନ୍ତୁ ଟିକେ ଟାଇମ୍ ଲାଗିବ। ତେବେ ପ୍ରିୟ ବନ୍ଧୁ କ'ଣ, ଏ ସମସ୍ତ ବିଷୟ ମୁଁ ଆପଣଙ୍କୁ ଜଣାଇଲି, କାରଣ ଅନେକ କମେଣ୍ଟ ଆସିଥିଲା ଯେ ଇସ୍ରାଏଲ ଦେଶକୁ କେମିତି ଯିବା ଟିକେ କୁହନ୍ତୁ। ସେଥିପାଇଁ ମୁଁ ଆପଣଙ୍କୁ ଜଣାଇଦେଲି, ଯଦି ଆପଣ ପ୍ଲାନିଂ କରୁଛନ୍ତି କେବେ ଏଇ ଇସ୍ରାଏଲ ଦେଶକୁ ଯିବା ପାଇଁ, ତେବେ ଏଇ ତେଲ ଆବିବକୁ ଯେଉଁ ଆପଣ ଦେଖୁଛନ୍ତି, ଏଠି ମଧ୍ୟ ଆପଣ ଥରେ ଭିଜିଟ୍ କରନ୍ତୁ, ବହୁତ ଭଲ ଲାଗିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମର ଆନ୍ତରିକ ନମସ୍କାର। ଆଉ ବର୍ତ୍ତମାନ ପାଇଁ ଏତିକି। ଆଉ ପୁଣି ଥରେ ଭେଟ ହେବ ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଉ ସେଥି ନିମନ୍ତେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ, କାରଣ ଆଗାମୀ ଦିନମାନଙ୍କରେ ଏମିତି ଆହୁରି ଅନେକ ଭିଡ଼ିଓ ଆସିବାର ଅଛି। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବ ଆଉ ଗୋଟେ ଭିଡ଼ିଓରେ। ନମସ୍କାର।